ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ସନ୍ତାନ, ତୋ ଜୀବନରେ ଯେତେ ବି ଦୁଃଖ ଥାଉ, ତୁ କେବେ ବି ଲୋକମାନଙ୍କ ଆଗରେ ତୋ ଦୁଃଖ କେବେ ବି ପ୍ରକାଶ କରିବୁନି ସନ୍ତାନ। ଦୁଃଖକୁ ସବୁବେଳେ ଲୁଚେଇକି ରଖିବୁ। ତତେ ଯେତେବେଳେ ଦୁଃଖ ଲାଗୁଛି ସେଇ ଭଗବାନଙ୍କୁ ଜଣେଇବୁ। ଆଉ ଦୁଃଖ ବେଳେ କବାଟ କିଳି ଭିତରେ କାନ୍ଦିବୁ, କିନ୍ତୁ କବାଟ ଖୋଲିକି ସମସ୍ତଙ୍କୁ ହସ ହସ ମୁହଁ ଦେଖେଇବୁ। କାରଣ ଏ ଦୁନିଆରେ ତୋ ଦୁଃଖକୁ କେହି ବୁଝିବେନି। କାରଣ ଏ ସଂସାରରେ ସମସ୍ତେ ଦୁଃଖୀ। ତୋ ଦୁଃଖକୁ କିଏ ଶୁଣିବ ସନ୍ତାନ? ଯଦି ଶୁଣିବାର ଅଛି, କେବଳ ତୋ ଭଗବାନକୁ ଶୁଣା, ତୋ ସାଇକୁ ଶୁଣା। ତୋ ମନ ହାଲକା ହେବ। କିନ୍ତୁ ତୋ ଜୀବନର ସମସ୍ତ ଦୁଃଖ କଷ୍ଟ କେବଳ ତୋ ସାଇ ହିଁ ଦୂର କରିପାରିବେ। ତୁ ଅନ୍ୟମାନଙ୍କୁ କାହିଁ ତୋ ଦୁଃଖ କଷ୍ଟ ଶୁଣେଇବୁ? ସେମାନେ ଦି ପଦ ତୋ ମୁହଁରେ ମିଠା ପିଠା କଥା କହିବେ, ପଛରେ କହିବେ କର୍ମ କରିଥିଲା ଏବେ ଭୋଗୁଛି। ତୁ ଏ ଦୁନିଆ ଲୋକମାନଙ୍କୁ ଜମା ବି ନିଜଠୁ ଅଧିକ ବିଶ୍ୱାସ କରିବୁନି ସନ୍ତାନ। ଏମାନେ ସମସ୍ତେ ନିଜ ନିଜ ସ୍ୱାର୍ଥରେ। ଯିଏ ତୋ ସାଙ୍ଗେ ଭଲ ପଦେ କଥା କହୁଛି, ତୁ ତା ସାଙ୍ଗେ ଭଲରେ ସେମିତି ପଦେ କଥା କହ, କିନ୍ତୁ ଯେତିକି ଆବଶ୍ୟକ। ତୋ ଭିତରର ସମସ୍ତ ସିକ୍ରେଟ ତୁ କାହାକୁ ବି କହିବୁନି। ତୋ ନିଜ ସିକ୍ରେଟକୁ ତୁ ନିଜେ ରଖିବୁ ସନ୍ତାନ। ଏଠି ସମସ୍ତେ ତୋ ଫାଇଦା ଉଠେଇବେ ଯଦି ତୋ ଦୁର୍ବଳତା ସେମାନେ ଜାଣିପାରନ୍ତି। ନିଜର ଦୋଷ ଦୁର୍ବଳତା କାହାକୁ କହିବୁନି ସନ୍ତାନ। ତୋ ମନ ଭିତରେ ରଖିବୁ। ତୁ ନିଜର ଦୋଷ ଦୁର୍ବଳତା ନିଜେ ଜାଣିପାରିଛୁ, ତେଣୁ ତୁ ଏ ଦୁର୍ବଳତାକୁ ତୁ ନିଜ ଭିତରେ ରଖି ନିଜକୁ ସାହସ ଜୁଟେଇ ତୁ ଜୀବନରେ ତୁ ଆଗକୁ ବଢ଼ିବୁ। ଆଉ ତୁ ଯଦି ଅନ୍ୟମାନଙ୍କ ଆଗରେ କହିବୁ, ସେମାନେ ତୋର ଫାଇଦା ଉଠେଇବେ, ତୋତେ ୟୁଜ୍ କରିବେ। ତୁ ସବୁବେଳେ ତାଙ୍କ ନଜରରେ ଛୋଟ ହୋଇ ରହିଯିବୁ ସନ୍ତାନ। ତୁ ସବୁବେଳେ ତୋ ଭଗବାନଙ୍କ ଉପରେ ଭରସା ରଖ, ତୋ ସାଇ ଉପରେ ଭରସା ରଖ। ତୁ ଯଦି ମୋ ଉପରେ ଭରସା ବିଶ୍ୱାସ ରଖିଛୁ, ତତେ ଏ ଦୁନିଆରେ କୌଣସି ଶକ୍ତି ନାହିଁ ଯିଏ ତତେ ହରେଇ ପାରିବ। ଯେଉଁ ଭକ୍ତ ତା ବାବା ଉପରେ ଭରସା ରଖିଥାଏ, ତା ବାବା ତା ହାତ କେବେ ଛାଡ଼ି ନଥାଏ ସନ୍ତାନ। ତୁ ସେମିତି ଭଲ କାମ କର, ଅନ୍ୟମାନଙ୍କର ସେବା କର। ତୋର ଏ କଳି ଯୁଗରେ ତୋର ଗୋଟିଏ ମାତ୍ର ସବୁଠାରୁ ମହାନ ପୂଜା ହେଉଛି ଅନ୍ୟମାନଙ୍କର ସେବା କରିବା। ସେଇଥିରେ ହିଁ ଭଗବାନ ତୋ ଉପରେ ସନ୍ତୁଷ୍ଟ ହେବେ ସନ୍ତାନ, ଆଉ କିଛି ନାହିଁ। ତୁ ଯଦି ଅନ୍ୟମାନଙ୍କର ଦୁଃଖରେ ଦୁଃଖୀ ହେଇପାରୁଛୁ, ଅନ୍ୟମାନଙ୍କୁ ସାହାଯ୍ୟ କରିପାରୁଛୁ, ଅନ୍ୟମାନଙ୍କ କଥା ବୁଝିପାରୁଛୁ, ସେ ହିଁ ସବୁଠୁ ବଡ଼ ପୂଜା। ଭଗବାନ ସେହି ପୂଜାକୁ ଗ୍ରହଣ କରନ୍ତି ଆଉ ତାର ଉଚିତ କର୍ମର ଫଳ ତତେ ଦିଅନ୍ତି। ସନ୍ତାନ, ତୁ ଜମା ବି ମନ ଦୁଃଖ କରନି। ତୁ ତୋ କର୍ମ କରିଚାଲ। ତୋ ମନରେ ବୁଝି ବିଚାରି ତୁ ତୋର ସମସ୍ତ କର୍ମ କର। ତୋର କର୍ତ୍ତବ୍ୟ ପାଳନ କର। ଆଉ ଯେଉଁଟା ଠିକ୍ ତୁ ଭାବୁଛୁ, ଭଗବାନଙ୍କୁ ଜଣେଇ ସେ କାମ ଆରମ୍ଭ କର। ତୁ ନିଶ୍ଚିନ୍ତ ସଫଳତା ପାଇବୁ। ଭଗବାନ କେବେ ବି ତା ଭକ୍ତକୁ ଖାଲି ହାତରେ ଛାଡ଼ନ୍ତିନି ସନ୍ତାନ। ତୋର ଗୋଟେ ଦ୍ୱାର ବନ୍ଦ ହେଲେ ଭଗବାନ ଆଉ ଗୋଟେ ଦ୍ୱାର ଖୋଲି ଦିଅନ୍ତି। ମଣିଷ ମନରେ ଟିକେ ଖୁସି ରଖିବା ପାଇଁ। ସେ ଯଦି ଖୁସିରେ ନ ରହିବ, ମଣିଷ ଏ ଦୁନିଆରେ ବଞ୍ଚିବ କିପରି ସନ୍ତାନ? ତୁ ନିଜେ ଚିନ୍ତା କର। ତୋ ପାଖେ ସିନା ଗୋଟେ ପଟ ଦୁଃଖ, କିନ୍ତୁ ଅନ୍ୟ ପଟ ସୁଖ ତୋର ନିଶ୍ଚିନ୍ତ ଅଛି। ନହେଲେ ତୁ କାହା ଆଶାରେ ଏ ଦୁନିଆରେ ବଞ୍ଚିବୁ ସନ୍ତାନ? ଭଗବାନ ନିଶ୍ଚିନ୍ତ ସମସ୍ତଙ୍କୁ କିଛି ନା କିଛି ସୁଖ ଦୁଃଖ ମିଶିକିରି ଦେଇଥାନ୍ତି। ତୁ ଜମା ବି ବ୍ୟସ୍ତ ହୁଅନି ସନ୍ତାନ। ତୋ ବାବା ତୋ ସହିତ ଅଛି, ସବୁବେଳେ ରହିଥିବ। କେବଳ ତୋ ମନରେ ଟିକେ ବିଶ୍ୱାସ ସେତିକି ରଖ। ତୁ କେବେ ହାରିବୁନି। ତୁ ଯଦି ତୋ ବାବା ଉପରେ ଭରସା ବିଶ୍ୱାସ କରିଛୁ, ତୁ କେବେ ଜୀବନରେ ହାରିବୁନି ସନ୍ତାନ। ତୁ ତ କର୍ମ କରିଚାଲ। ତୋ ଦୁଃଖ ତୁ ତ ଭଗବାନଙ୍କ ପାଖରେ ଜଣା। ଏ ଲୋକମାନଙ୍କୁ ଜମା ଜଣେଇବୁନି। ତୁ ଯେତେବେଳେ ଭଗବାନଙ୍କ ପାଖରେ କାନ୍ଦିକି ତୁ ଦୁଃଖ ଜଣେଇଦେବୁ, ଭଗବାନ ପାଖରେ ସେ ପହଞ୍ଚିଗଲା। ଭଗବାନ ତୋ ଦୁଃଖ ନିଶ୍ଚିନ୍ତ ଦୂର କରିବେ ସନ୍ତାନ। ତୁ ଜମା ବ୍ୟସ୍ତ ହବୁନି। ମୋ ଉପରେ ବିଶ୍ୱାସ ରଖ। ତୋର ନିଶ୍ଚିନ୍ତ ଦୁଃଖର ଅନ୍ତ ଘଟିବ। ତୁ ନିଶ୍ଚିନ୍ତ ସୁଖ ପ୍ରାପ୍ତି ହେବ ସନ୍ତାନ।
ତୁ କେବଳ ଧୈର୍ଯ୍ୟର ସହିତ ଅପେକ୍ଷା କର।